ମୁଁ ସୂର୍ଯ୍ୟକାନ୍ତ ଓଝା ଚାମେଲି ବାପାଙ୍କ ଭାଇ। ମୁଁ ନିହାତି ଭଉଣୀ ସପକ୍ଷରେ କହିବି ଯେ ଆମକୁ ନ୍ୟାୟ ମିଳୁ। ଯୋଉ ଭଳିଆ ଆମ ଉପରେ ଅତ୍ୟାଚାର ହେଇଥିଲା ସେଭଳିଆ ଆମେ ନ୍ୟାୟ ଦାବିରେ ଆମେ ଏଠିକି ଆସୁ। ଆମକୁ ନ୍ୟାୟ ମିଳୁ, ଆମକୁ ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ। ଆମକୁ ଧକ୍କା ଫକା ମରାମରି ସୋଦାସୋଦି ଠେଲା ଫେଲା ଆମକୁ ଯେମିତି ଲାଗିଲା ଯେ ଏଇଠି ଆମେ ଭାଇ ଭଉଣୀ ଏଠି ମରିଛୁ। ଯଦି ମୋବାଇଲ ଆମ ପାଖରେ ନଥାନ୍ତା, ଯଦି ଲାଇଭ ଭିଡିଓ ନଥାନ୍ତା, ଆମେ ଏଠି ଭାଇ ଭଉଣୀ ଆଜି ନଥାନ୍ତୁ। କାରଣ ଏଠି ମୁଁ ବି କାରଣ ବୁଝିପାରୁନି କିନ୍ତୁ ସିଏ ଆସିବ ଭିଡିଓଙ୍କ ରୁମ ରେ ପାଟି ମୁଣ୍ଡ କଲେ କିନ୍ତୁ ଆମ ନାଁରେ ଦୋଷ ବୋଳା ହେଲା। ଆପଣ ତ ଭିଡିଓ ମାଧ୍ୟମରେ ଆପଣ ଦେଖୁଥିବେ ଆମର ଦୋଷ କଣ। ଆମେ ଯାଇଥିଲୁ ପଚାରିବାକୁ ଯେ ଆମ କାମ ଫାମ କାହିଁ ହଉନି, କିନ୍ତୁ ଆମ ଉପରେ ଦୋଷ ନଦୀ ଦିଆଗଲା। କିନ୍ତୁ ଭିଡିଓ ସିଟି ଚୁପ ରହିକିରି ପଳେଇଲେ, କିନ୍ତୁ ଆମ ନାଁରେ ଏଫଆଇଆର। କୋଉ ଭଳିଆ ନ୍ୟାୟ? ହଁ, ମୁଁ ଭିଡିଓ ଉତ୍ତୋଳନ କରୁ। ଆମର ରକ୍ଷା କରିବା ପାଇଁ ଆମେ ଭିଡିଓ ଉତ୍ତୋଳନ କରୁଥିଲୁ। ନା ନା, ଆମେ ଯେତେବେଳେ ଭିଡିଓ ରୁମ ରେ ବସିଥିଲୁ ସେତେବେଳେ ପଶି ଆସିକିରି ମାନେ ମୋଟରୁ 2 ସେକେଣ୍ଡ 3 ସେକେଣ୍ଡ ଭିତରେ ପଶି ଆସିକିରି ଆମ ସାଙ୍ଗରେ ପାଟି ମୁଣ୍ଡ ଧକ୍କା ମକା ମରାମରି କଲେ ତମକୁ ଏଠି କିଏ କହିଛି ଆସିବାକୁ। ସେତେବେଳେ ଭିଡିଓକୁ ବିଦା କରିଦେଲେ, ତମେ ପଳାଅ। କିନ୍ତୁ ସେଟାକୁ କଣ ଲାଭ ହେଲା? ଆମକୁ ଧକ୍କା ମୁକି ସୋଦାମୁଦି ଦେଲେ, କିନ୍ତୁ ଭିଡିଓ ଆମ ନାଁରେ କେସ୍ କଲେ। ଆମେ ଏବେ ଚାହୁଁଛୁ ଯେ ଆମକୁ ନ୍ୟାୟ ମିଳୁ। ଭିଡିଓଙ୍କ ପରାମର୍ଶ କଣ? ଭିଡିଓଙ୍କ ପରାମର୍ଶ ଆମେ ନେଇନଥିଲୁ, କିନ୍ତୁ ଯେତେବେଳେ ବାରମ୍ବାର ଭିଡିଓଙ୍କୁ ଭେଟିବାକୁ ଯାଇଥିଲୁ, ଯେତେବେଳେ ସେଇ କାମ ନେଇକିରି ଭିଡିଓଙ୍କୁ କହିଥିଲୁ, ଭିଡିଓ ଆମ କଥା ଶୁଣି ନଥିଲେ। ସେଥିପାଇଁ ଆମେ ଲୋକଙ୍କୁ ଜଣେଇବା ପାଇଁ ଆମେ ଭିଡିଓ କରିଥିଲୁ ଯେ ଆମେ କୌଣସି ଅପରାଧ ହିଁ କରିନଥିଲୁ। ପ୍ରଥମେ ମୁଁ ସଭା ପ୍ରଥମେ ଚିହ୍ନିଛି ପ୍ରଶାନ୍ତ ସେଠୀ। ପ୍ରଶାନ୍ତ ସେଠୀଙ୍କ ନେତୃତ୍ୱରେ, ଆଉ ସିଏ ହଉଛି ବିଜେପିର ମୁଖ୍ୟ। ଏମଏଲଏଙ୍କ ତଳେ ସେ ଜିଲ୍ଲାର ଗୋଟେ କଣ ଅଛି ମୁଁ ଜାଣିନି ଭାଇ, କିନ୍ତୁ ସେ ମାନେ ଆମ ଏମଏଲଏଙ୍କର ମୁଖ୍ୟ ସିଏ। ଯୋଉ କୌଣସି କାମ ଫାମ ହେଲେ ତାଙ୍କରି କତିକି ଫୋନ କରାଯାଇ କୁଆଡେ ମୁଁ ଶୁଣିବାକୁ ପାଇଛି। ସେଇ ତାଙ୍କ ନେତୃତ୍ୱରେ ଆସି 10-20 ଜଣ ଆସିକିରି ଆମକୁ ମରାମରି ସୋଦାସୋଦି ଧମକା ଧମକି ଏମିତିଆ ଭାଷା କହିଛନ୍ତି ଯେ କାନରୁ ପୋକ ଗଳି ପଡିବ। 9 ଜଣଙ୍କ ନାଁରେ ଏଫଆଇଆର ହେଇଥିଲା ନା 7 ଜଣଙ୍କ ନାଁରେ, କିନ୍ତୁ 3-4 ସେଇମାନେ ଯୋଉମାନେ ଆରେଷ୍ଟ ହେଇକିରି ଯାଉଛନ୍ତି କୋର୍ଟରୁ ବେଲ ସାଙ୍ଗେ ସାଙ୍ଗେ ବେଲ ପଳେଇ ଯାଉଛନ୍ତି। କିନ୍ତୁ ଆମର କଣ ଅଛି? ଆମେ 9 ଦିନ କାଳ ଯାଇକିରି ଜେଲ ଭିତରେ ରହିଲୁ କିଛି ନ କରି, କିନ୍ତୁ ସେମାନେ କିଛି କରିକିରି ବି ସାଙ୍ଗେ ସାଙ୍ଗେ ତାଙ୍କୁ ବେଲ ଦିଆଯାଉଛି।